ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ତଥାସ୍ତୁ। ପୁନର୍ଥିତ ଖ୍ରୀଷ୍ଟଙ୍କର ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ପ୍ରେରିତ ଜାକୋବଙ୍କ ଜୀବନୀ ବିଷୟରେ ଶିକ୍ଷା କରିବା। ପ୍ରେରିତ ଜାକୋବଙ୍କ ପିତା ଆଲଫେଉସ୍ ଓ ମାତା କ୍ଲେଓଫାସର ମାରିଆ। କୁହାଯାଏ ସେ ଯୀଶୁଙ୍କ ମାତା ମାରିଆଙ୍କ ସମ୍ପର୍କୀୟ ଭଗ୍ନୀ, ଯିଏକି ଯୀଶୁଙ୍କ ମରଣ ସମୟରେ କାଲବାରୀ ପର୍ବତରେ ଉପସ୍ଥିତ ଥିଲେ ଏବଂ ତାଙ୍କର ଭ୍ରାତା ପ୍ରେରିତ ଜୁଦା ଥାଦେଉସ୍ ଅଟନ୍ତି। ପ୍ରେରିତ ଜାକୋବଙ୍କ ଗ୍ରାମ ନାଜରେଥ୍। ଯୀଶୁଙ୍କ 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ ସେ ଅନ୍ୟତମ। ତାଙ୍କର ବୟସ ଓ ଉଚ୍ଚତାରେ ସେ ସାନ ହୋଇଥିବାରୁ ତାହାଙ୍କୁ ସାନ ଜାକୋବ ବୋଲି ନାମକରଣ କରାଯାଇଥିବ ବୋଲି କୁହାଯାଏ। କାରଣ ଯୀଶୁଙ୍କ 12 ଜଣ ଶିଷ୍ୟମାନଙ୍କ ତାଲିକାରେ ଅନ୍ୟ ଜଣେ ସମାନ ନାମଧାରୀ ବ୍ୟକ୍ତି ଥିଲେ। ସେ ଅଟନ୍ତି ଜେବେଦୀଙ୍କ ପୁତ୍ର ଓ ପ୍ରେରିତ ଯୋହନଙ୍କ ଜ୍ୟେଷ୍ଠ ଭ୍ରାତା ଜାକୋବ, ଯାହାଙ୍କୁ ବଡ଼ ଜାକୋବ ବୋଲି ଡକାଯାଏ। ଜେରୁସାଲେମ ପ୍ରାଚୀନ ଗୋଷ୍ଠୀ ପାଇଁ ସାନ ଜାକୋବ ଜଣେ ଶ୍ରେଷ୍ଠ ପଦବୀଧାରୀ ବ୍ୟକ୍ତି ଥିଲେ। ସେ ଯୀଶୁଙ୍କ ପୁନରୁତ୍ଥାନର ପ୍ରତ୍ୟକ୍ଷଦର୍ଶୀ ଓ ସାକ୍ଷୀ ଥିଲେ। ତେଣୁ ପ୍ରେରିତ ପାଉଲଙ୍କ ଭାଷାରେ ଜାକୋବ ଜଣେ ପ୍ରାଚୀନ ମଣ୍ଡଳୀର ସ୍ତମ୍ଭ ଅଟନ୍ତି। ଗାଲାତୀୟ 2:9। ପ୍ରାୟ 50 ଖ୍ରୀଷ୍ଟାବ୍ଦରେ ଜେରୁସାଲେମଠାରେ ଅନୁଷ୍ଠିତ ପ୍ରଥମ ମହାସଭାରେ ସେ ମୁଖ୍ୟ ଓ ପରୋଧା ପରାମର୍ଶଦାତା ଥିଲେ। ଉକ୍ତ ମହାସଭାରେ ଜିହୁଦୀୟ ପରମ୍ପରା ଅନୁସାରେ ଜଣେ ବିଜାତୀୟ ବିଶ୍ୱାସୀଙ୍କ ପାଇଁ ସୁନ୍ନତ ହେବା ବାଞ୍ଛନୀୟ ଏବଂ ମୋଶାଙ୍କ ବିଧି ବ୍ୟବସ୍ଥା ପାଳନ କରିବା ଅତି ଜରୁରୀ ବୋଲି କୁହାଗଲା। କିନ୍ତୁ ପ୍ରେରିତ ଜାକୋବଙ୍କ ପରାମର୍ଶକ୍ରମେ ପ୍ରେରିତ ପିତର ଏହାକୁ ଖଣ୍ଡନ କରିଥିଲେ ଏବଂ ସେ ହିଁ ନିଜେ ଏହାର ସମ୍ପର୍କିତ ସମସ୍ତ ବିଷୟକୁ ସଂକ୍ଷିପ୍ତରେ ବ୍ୟାଖ୍ୟା କରିଥିଲେ। ପିତର କହିଥିବା ନିଷ୍ପତ୍ତିକୁ ସେ ଠିକ୍ ଓ ଉତ୍ତମ ବୋଲି ସାବ୍ୟସ୍ତ କଲେ ଏବଂ ଉକ୍ତ ଅଭିପ୍ରାୟ ଅନୁଯାୟୀ ସେ ପ୍ରସ୍ତାବ ଦେଲେ। ଅତଏବ ତାହାଙ୍କ ପ୍ରସ୍ତାବକୁ ପ୍ରେରିତମାନେ ଓ ପ୍ରାଚୀନ ବର୍ଗ ସମସ୍ତେ ସ୍ୱୀକୃତି ଦେଲେ ଏବଂ ସେହି ଅନୁଯାୟୀ ଆଣ୍ଟିଓଖ ମଣ୍ଡଳୀବାସୀଙ୍କୁ ପତ୍ର କଲେ। ସେଠାକାର ବିଶ୍ୱାସୀମାନେ ଅତି ଆନନ୍ଦରେ ଏହି ପତ୍ରକୁ ଗ୍ରହଣ କଲେ। ମଣ୍ଡଳୀର ଅନେକ ପଣ୍ଡିତମାନେ ପ୍ରେରିତ ଜାକୋବଙ୍କୁ ନୂତନ ନିୟମର ଜାକୋବ ପତ୍ରର ଲେଖକ ବୋଲି କହନ୍ତି। ତାଙ୍କର ଲେଖାର ତାରିଖ ବିଷୟରେ ଭିନ୍ନ ଭିନ୍ନ ଅଭିମତ ଦର୍ଶାଯାଏ, ଯଥା କେହି କହନ୍ତି 47 ଓ 49 ଖ୍ରୀଷ୍ଟାବ୍ଦ ମଧ୍ୟରେ, ଆଉ କେହି କହନ୍ତି ପ୍ରେରିତ ପାଉଲଙ୍କର ରୋମୀୟ ମଣ୍ଡଳୀ ପାଇଁ ପତ୍ରର ଲେଖା ପରେ, ଯାହାକି 57ରୁ 58 ଖ୍ରୀଷ୍ଟାବ୍ଦ ମଧ୍ୟରେ, ଏବଂ କେତେକଙ୍କ ମତ ଅନୁସାରେ ଏହା ତାଙ୍କର ମୃତ୍ୟୁ ପୂର୍ବରୁ ଲେଖାଯାଇଥିବ ବୋଲି ଅନୁମାନ କରାଯାଏ। ପ୍ରେରିତ ଜାକୋବ ଇସ୍ରାଏଲର 12 ଗୋଟି ଗୋଷ୍ଠୀର ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ପାଲେଷ୍ଟାଇନ ବାହାରେ ବସବାସ କରୁଥିଲେ ସେମାନଙ୍କ ପାଇଁ ଏହି ପତ୍ର ଲେଖନ୍ତି। କାରଣ ସେ ଜାଣିବାକୁ ପାଇଲେ ଯେ ବିଜାତୀୟ ଧର୍ମ ବିଶ୍ୱାସୀମାନଙ୍କ ମଧ୍ୟରେ ରହି ସେମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଓ ଦୁଃଖ କଷ୍ଟ ଅଙ୍ଗେ ନିଭେଇ ବିଶ୍ୱାସରେ ଜୀବନ କାଟିବା ଅତି କଷ୍ଟସାଧ୍ୟ ଥିଲା। ତେଣୁ ସେ ଏହାକୁ ହୃଦବୋଧ କରି ଜଣେ ଆଧ୍ୟାତ୍ମିକ ପିତା ହିସାବରେ ଦୈନନ୍ଦିନ ପ୍ରତ୍ୟେକ ବିଷୟର ନୈତିକତା ଶିକ୍ଷା ଆଧାରରେ ଖ୍ରୀଷ୍ଟଙ୍କ ଶିକ୍ଷା ଜୀବନରେ କିଭଳି ଅନୁପ୍ରାଣିତ କରି ବିଶ୍ୱାସୀଙ୍କୁ ଦୃଢ଼ୀଭୂତ କରିବା ସହିତ ଖ୍ରୀଷ୍ଟୀୟ ଜୀବନର କର୍ମ ଉପଯୋଗୀ ଜୀବନଯାପନ କରିପାରିବେ, ସେହି ବିଷୟକୁ ପରିଲକ୍ଷିତ କରି ସେ ଏହି ପରାମର୍ଶର ପତ୍ର ଲେଖନ୍ତି। କିନ୍ତୁ ତାଙ୍କରି ଲେଖାରେ ଏତେ ସ୍ୱତନ୍ତ୍ରତା ଏବଂ ସାର୍ବଜନୀନତା ଛପି ହୋଇ ରହିଛି ଯେ ଏହା ଖାଲି ଜିହୁଦୀୟ ଖ୍ରୀଷ୍ଟିଆନମାନଙ୍କ ପାଇଁ ହିଁ ଲିପିବଦ୍ଧ ହୋଇଛି ବୋଲି କହିବା ଅନୁଚିତ ହେବ। ଏହି ଗ୍ରନ୍ଥର ଭାଷା, ଶୈଳୀ, ପ୍ରଜ୍ଞା ଓ ଶିକ୍ଷା ଅତି ଉଚ୍ଚ କୋଟିର ଅଟେ। ସେ ଶିକ୍ଷା ଦେଇ କହନ୍ତି, କର୍ମ ବିନା ବିଶ୍ୱାସ ନିରର୍ଥକ। ମଣିଷ କେବଳ ବିଶ୍ୱାସ ଦ୍ୱାରା ନୁହେଁ ବରଂ କାର୍ଯ୍ୟ ସାଧନ ଦ୍ୱାରା ଧାର୍ମିକ ଗଣ୍ୟ ହୋଇଥାଏ। ଅତଏବ ଆତ୍ମା ବିନା ଶରୀରର ଯେପରି ମୃତ, ସେହିପରି କାର୍ଯ୍ୟ ବିନା ବିଶ୍ୱାସ ମୃତ। ସେହି ବାକ୍ୟର କେବଳ ଶ୍ରୋତା ହୋଇ ନିଜକୁ ପ୍ରବଞ୍ଚନା କର ନାହିଁ, ବରଂ ତାହାର ସାଧନକାରୀ ହୁଅ। କେହି ଯଦି ନିଜକୁ ଧାର୍ମିକ ମନେ କରନ୍ତି ଅଥଚ ନିଜର ଜିହ୍ବାକୁ ଆୟତ୍ତ କରନ୍ତି ନାହିଁ, ତେବେ ସେ ନିଜକୁ ପ୍ରତାରଣା କରନ୍ତି ଓ ତାଙ୍କର ଧର୍ମକର୍ମ ମୂଲ୍ୟହୀନ। ଦୁର୍ଦ୍ଦଶା କାଳରେ ଅନାଥ ବିଧବାମାନଙ୍କ ଯତ୍ନ ନେବା ଏବଂ ସଂସାରର କଳଙ୍କରୁ ନିଜକୁ ସୁରକ୍ଷିତ ରଖିବା ହିଁ ପିତା ଈଶ୍ୱରଙ୍କ ଦୃଷ୍ଟିରେ ପ୍ରକୃତ ନିର୍ମଳ ଧର୍ମ। ତୁମେ ତୁମ ପ୍ରତିବାସୀଙ୍କୁ ଆତ୍ମବତ୍ ପ୍ରେମ କରିବ। ଧର୍ମଶାସ୍ତ୍ରର ଏହି ରାଜକୀୟ ବିଧାନକୁ ତୁମେ ଯଦି ଯଥାର୍ଥରେ ପାଳନ କର, ତେବେ ତୁମେ ଯଥାର୍ଥରେ ଉତ୍ତମ କାର୍ଯ୍ୟ କରିଥାଅ। କିନ୍ତୁ ତୁମେ ଯଦି ପକ୍ଷପାତିତା କରୁଛ, ତେବେ ପାପ କରୁଛ ଓ
ଓ ବିଧାନ ଦ୍ୱାରା ଅପରାଧୀ ରୂପେ ଦୋଷୀ ସାବ୍ୟସ୍ତ ହେଉଛ। ତୁମ ହୃଦୟରେ ଯଦି ତୀବ୍ର ଈର୍ଷାଭାବ ତଥା ସ୍ୱାର୍ଥପୂର୍ଣ୍ଣ ଅଭିଳାଷ ଥାଏ, ତେବେ ଆତ୍ମଗର୍ବ କର ନାହିଁ ଓ ସତ୍ୟକୁ ଅସ୍ୱୀକାର କର ନାହିଁ। କାରଣ ଯେଉଁଠାରେ ଈର୍ଷା ଓ ସ୍ୱାର୍ଥପୂର୍ଣ୍ଣ ଅଭିଳାଷ ଥାଏ, ସେଠାରେ ବିଶୃଙ୍ଖଳା ତଥା ସମସ୍ତ ପ୍ରକାରର ଦୁଷ୍ଟତା ଦେଖାଦିଏ। ରୋଗୀମାନଙ୍କ ନିମନ୍ତେ ମଧ୍ୟ ବୈଜ୍ୟେଷ୍ଠମାନଙ୍କ ଦ୍ୱାରା ବିଶ୍ୱାସଯୋଗ୍ୟ ପ୍ରାର୍ଥନା ରୋଗୀଙ୍କୁ ସୁସ୍ଥତା ଓ ପାପ କ୍ଷମା ପ୍ରାପ୍ତ କରାଇବ। ଏହିଭଳି ଅନେକ ଶିକ୍ଷା ଓ ପରାମର୍ଶ ତାଙ୍କ ପତ୍ରରେ ଦର୍ଶାନ୍ତି। ମଣ୍ଡଳୀର ପରମ୍ପରା ଅନୁଯାୟୀ ସେ ଜେରୁସାଲେମର ପ୍ରଥମ ଧର୍ମାଧ୍ୟକ୍ଷ ଥିଲେ ଏବଂ ରାଜା ହେରୋଦ ଆଗ୍ରିପାଙ୍କ ଶାସନ କାଳରେ ପ୍ରଚଣ୍ଡ ଧର୍ମତାଡ଼ନା ଓ ସାଂଘାତିକ ବିପଦ ମଧ୍ୟରେ ସେ ମଣ୍ଡଳୀକୁ ନିୟନ୍ତ୍ରଣ କଲେ। 200 ମସିହାର ଲେଖକ ହେଗେସିପୁସଙ୍କ ଅନୁଯାୟୀ ପ୍ରେରିତ ଯାକୋବ ଜଣେ ତପସ୍ୱୀ ଥିଲେ। ସେ କେବେ ମଧ୍ୟ ମାଦକ ଦ୍ରବ୍ୟ ପାନ କଲେ ନାହିଁ, କିମ୍ବା ମାଂସ ସେବନ କଲେ ନାହିଁ। ସେ ତାଙ୍କର କେଶକୁ କର୍ତ୍ତନ କଲେ ନାହିଁ, କିମ୍ବା ମଥାରେ ତୈଳ ଲେପନ କଲେ ନାହିଁ। ତାହାଙ୍କର ପ୍ରଭାବ ପକାଇବାର ଶକ୍ତି ଲୋକମାନଙ୍କୁ ଆକର୍ଷିତ କରିଥିଲା। ତେଣୁ ସେମାନେ ତାହାଙ୍କୁ ଉଚ୍ଚ କୋଟିର ସମ୍ମାନ ଦେଲେ। ତେଣୁ ତାହାଙ୍କୁ ସତ୍ୟବାଦୀ ଯାକୋବ ବୋଲି ଉପନାମ ମଧ୍ୟ ଦିଆଯାଇଥିଲା, ଯାହାରି ଫଳରେ ଫାରୁସି ଓ ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ଈର୍ଷା କଲେ। ଐତିହାସିକ ଯୋସେଫସଙ୍କ ଅନୁସାରେ ଖ୍ରୀଷ୍ଟପୂର୍ବ 62ରେ ପ୍ରେରିତ ଯାକୋବ ଧର୍ମ ଶହୀଦ ହୋଇଥିଲେ। ସେ ତାଙ୍କର ବହି ଅତି ପ୍ରାଚୀନ ଜିହୁଦୀୟ ଗ୍ରନ୍ଥ ବା ଆଣ୍ଟିକ୍ୱିଟିସ୍ ଠାରେ ବିଶ୍ଳେଷଣ କରି କହନ୍ତି, କେଉଁଭଳି ନ୍ୟାୟାଧୀଶ ଫେସ୍ତୁସଙ୍କ ମୃତ୍ୟୁ ପରେ ନୂତନ ନ୍ୟାୟାଧୀଶ ଆଲୁଇନୁସ୍ ଆସିବା ପୂର୍ବରୁ ତାଙ୍କର ଅଜଣାତରେ ସେହି ସମୟର ମହାଯାଜକ ଆନାନିଆସ୍ ଅବିଳମ୍ବେ ପୁରାତନ ଜେରୁସାଲେମର ଉଚ୍ଚତମ ନ୍ୟାୟାଳୟ ବା ସାନହେଡ୍ରିନ୍ ମହାସଭାର ଆୟୋଜନ କରି ସେମାନଙ୍କ ସମ୍ମୁଖରେ ପ୍ରେରିତ ଯାକୋବଙ୍କୁ ଆଇନ ଲଙ୍ଘନ କରିବା ଦୋଷରେ ଦୋଷାରୋପ କରି ତାଙ୍କୁ ତଥା ଅନ୍ୟମାନଙ୍କୁ ମଧ୍ୟ ପ୍ରସ୍ତାରଘାତ କରିବା ଉଦ୍ଦେଶ୍ୟରେ ସମର୍ପଣ କରିଦେଲେ। ଖ୍ରୀଷ୍ଟପୂର୍ବ 180 ବେଳକୁ ଅନ୍ୟ ଏକ ପରମ୍ପରା ଜାତ ହେଲା, ଯାହାକି ହେଗେସିପୁସଙ୍କ ମତ ଅନୁସାରେ ଧର୍ମଶାସ୍ତ୍ରୀ ଓ ଫାରୁସିମାନେ ଜେରୁସାଲେମଠାରେ ପ୍ରେରିତ ଯାକୋବଙ୍କୁ ମନ୍ଦିରର ପ୍ରାଙ୍ଗଣରେ ପ୍ରସ୍ତାରଘାତ କରି ତାହାଙ୍କୁ ହତ୍ୟା କଲେ। ଉକ୍ତ ପ୍ରେରିତଙ୍କ ପର୍ବ ମଣ୍ଡଳୀରେ ପ୍ରେରିତ ଫିଲିପଙ୍କ ପର୍ବ ସହିତ ମିଳିତରେ ମଇ ମାସ 3 ତାରିଖରେ ପାଳନ କରାଯାଏ। ଧନ୍ୟବାଦ।